ମାନେ ସମସ୍ତଙ୍କୁ ଜୟ ଜଗନ୍ନାଥ ନମସ୍କାର। ଆମେ ଆଜି ଏବେ ଗପୁନ ପାଖରେ ଆସିକି ଠିଆ ହେଇଛୁ। କାଲି ବି ବର୍ଷା ହେଇଥିଲା। ବର୍ଷାର ଟିକେ ଥଣ୍ଡା ପାଗ ହେଇଥିଲା। ଏବେ ପବନ ବି ହଉଛି, ବଢିଆ ଲାଗୁଛି। ଆଉ ନଦୀର ପାଖରେ ଆମେ ଠିଆ ହେଇଛୁ। ଏଇ ଦୃଶ୍ୟ, ଏଇ ଯୋଉ ପରିବେଶ ଟା ଆଉ କୋଉଠି ମିଳିବନି ମୁଁ ଭାବୁଛି। କିନ୍ତୁ ଆମେ ଆଜି ଭିଡିଓ କରିବାର କାରଣ, ଆମେ ପ୍ରଥମେ ଯୋଉ ଭିଡିଓ ଗୁଡା କରିଥିଲୁ ସେଇଟା କିଛି ବ୍ୟକ୍ତିଗତ କାରଣ ଯୋଗୁ ଆମେ ବନ୍ଦ କରିଦେଇଥିଲୁ। ବ୍ୟକ୍ତିଗତ କାରଣ କଣ, ଆମର କିଛି ପର୍ସନାଲି କାମ କରୁଛୁ ଆମେ, ସେଥିପାଇଁ ଆମର ଭିଡିଓଟିକୁ ଆମେ ଆଣିପାରିନଥିଲୁ ଆପଣ ମାନଙ୍କ ପାଖକୁ। ଏବେ ଭାବୁଛୁ କିଛିଟା ଭିଡିଓ ଆଉ ନୂଆ ନୂଆ କଣ୍ଟେଣ୍ଟ ଭାବିକିରି ବନେଇବା ପାଇଁ ଇଚ୍ଛା ପ୍ରକାଶ କରିଛୁ। ଆପଣ ମାନଙ୍କର ସହଯୋଗ ଆମକୁ ବହୁତ ଆବଶ୍ୟକ ରହୁଛି। ଆପଣ ଆମକୁ ସହଯୋଗ ଆଉ ସବୁ ପ୍ରକାର ସୁବିଧା ଆଉ ଆପଣଙ୍କୁ ଆମେ ଭଲ ଭଲ ଭିଡ଼ିଓ ଆମେ ଯୋଗାଇ ଦେବୁ ବୋଲି ଭାବୁଛୁ। ଆପଣଙ୍କୁ ଭଗବାନ କରନ୍ତୁ ଆପଣଙ୍କ ସପୋର୍ଟ ଆଉ ଭଲ ପାଇବା ଆମକୁ ଦରକାର। ଆମର ଆଉ କିଛି ଟିମ ର ମେମ୍ବର ବି ଅଛନ୍ତି। ସେମାନେ, ଆମେ ବି ଯେତିକିଟା ଭିଡିଓ 4-5ଟି ମୋଟେ କରିଥିଲୁ, ଯୋଉମାନେ ସବୁ ଆମକୁ ଦେଖିଥିଲେ ଆଉ ସେମାନେ ଆମେ ବାଟରେ ଗଲେ ବି ଏମିତି ପଚାରନ୍ତି କାହିଁ ଭିଡିଓ ବନ୍ଦ କରିଦେଲ ତାଙ୍କୁ କିଛି ଉତ୍ତର କରିପାରୁନୁ। କାହିଁକି ନା ବହୁତ କିଛି କଥା ଅଛି ଯୋଉଟା କି ଆମେ ପାରିବାରିକ ସମସ୍ୟା ନୁହେଁ, କିନ୍ତୁ ଖଟିଲେ ତ ସମସ୍ତେ ଖାଇବା ନା। ଆଉ ଆମେ ଆପଣ ମାନଙ୍କ ପାଇଁ ଯଦି ଏଇ ଜିନିଷ ଭିଡିଓରେ ମାତିବୁ, ବେଶୀ କିଛି ସମୟ, ବହୁତ ସମୟ ଲାଗୁଛି ଯେ ଏଡିଟିଂ କରିବା ପାଇଁ ଆଉ କିଛି କଣ୍ଟେଣ୍ଟ ଲେଖିବା ପାଇଁ। କଣ୍ଟେଣ୍ଟ ନ ଲେଖିଲେ ବି ହେଇପାରିବନି ସେ ଜିନିଷ। ଆଉ ସମସ୍ତଙ୍କର ସହଯୋଗ ଟିକେ କମି ଯାଇଥିଲା। ଆମ ଟିମ୍ ମେମ୍ବର ସମସ୍ତେ ବି ଇଚ୍ଛା ପ୍ରକାଶ କଲେଣି, ନାହିଁ ଭିଡିଓ କରିବା ଯେମିତି କରୁଥିଲେ। ଆମକୁ ଲୋକମାନେ ପଚାରୁଛନ୍ତି ଆଉ ତମେ କାହିଁ କରୁଥିଲ ଏବେ, ମାନେ କରୁଥିଲ ଏବେ କାହିଁ ବନ୍ଦ କରିଦେଇଛ। ସେ ସବୁ ଜିନିଷ ଗୁଡାକ ଆମକୁ ଟିକେ ମାନେ ବାଧୁଛି। ମାନେ ଆମକୁ ଲୋକ ଚିହ୍ନିଲା ଭଳିଆ ହଉଥିଲେ, ମାନେ ଜଷ୍ଟ ଚିହ୍ନିବା ପାଇଁ ଯେତେବେଳେ ଆଗେଇଥିଲେ, କିନ୍ତୁ ଆମେ ସେତିକିବେଳେ ଷ୍ଟପ୍ କରିଦେଇଥିଲୁ। ଆଉ କିଛିଟା ଅଲଗା ଲୋକଙ୍କ ଯୋଗୁ ଆମର ଭିଡିଓଟା ଆଜି ଷ୍ଟପ୍ ହେଇଯାଇଥିଲା। ଯାହାକି ସେମାନଙ୍କର ଏଣ୍ଟ୍ରି ଦ୍ଵାରା ଆମର ଭିଡିଓଟାକୁ, ମାନେ ଆମକୁ ଆଉ ଆଗକୁ ନେଇ ପାରିଲୁନୁ। ସେମାନଙ୍କୁ ଆଉ ସେମାନଙ୍କୁ ବି ଧନ୍ୟବାଦ, କାହିଁକି ନା ଆମେ ଭିଡିଓଟା ନେଇ ପାରିଲୁନୁ। ଆଗକୁ ଭାବୁଛୁ ଆପଣ ମାନଙ୍କୁ ସେ ଯୋଉ ଜିନିଷଟା, ଆମେ ଯୋଉ ଯେକୌଣସି ଜିନିଷ, ଆପଣ ମାନଙ୍କୁ ଗୋଟିଏ ଜିନିଷ ଅନୁରୋଧ ରହିଲା, ଆପଣ ମାନେ ଦେଖିବେ ଆମର ଭିଡିଓ କୌଣସି ନା କୌଣସି ଜାଗାରେ ଯଦି କିଛି ତ୍ରୁଟି ଥାଏ, ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଆପଣଙ୍କର ଭଲ ପାଇବା ସ୍ୱରୂପ ଆମକୁ ଗୋଟେ ଲାଇକ୍ ଦେବେ। ଆଉ କମେଣ୍ଟ ତ ନିଶ୍ଚିନ୍ତ କରିବେ, କାହିଁକିନା ଆମେ ଆଜ୍ଞା କଳାକାର ନୁହନ୍ତି। ଆମେ ଯୋଉଥିରେ ମାହିର ସେଥିପାଇଁ ତ ଅଲଗା କଥା, ଆମର ପର୍ସନାଲ ମାନେ ପ୍ରଫେସନାଲି ଜିନିଷ ଅଲଗା। ଏଇଟା ଆମେ ଗୋଟେ ମନୋରଞ୍ଜନ କରିବା ପାଇଁ କରୁଛୁ। ଆପଣ ମାନେ ଯଦି ବା ଟିକେ ବି ଆମକୁ ଭଲ ପାଇବା ମାନେ ଥାଏ ଆମ ପ୍ରତି, ଯୋଉଠି ବି ଟିକେ ନା କୋଉଠି ବି ଭୁଲ ଥାଏ, ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣେଇବେ। ନାହିଁ ତମର ଏଇ ଜିନିଷଟା ଭୁଲ ହେଲା, ଆମେ ବି ସେଇଟା ପରିମାର୍ଜିତ କରିବା ପାଇଁ ମାନେ ପୁରା ସମ୍ପୂର୍ଣ୍ଣ ଭାବରେ ଦାୟିତ୍ୱପୂର୍ଣ୍ଣ ଭାବରେ ଏଇଟା କରିବୁ। ଆଉ ରହିଲି, ଜୟ ଜଗନ୍ନାଥ ଆଜ୍ଞା।